ଜୟ ଜଗନ୍ନାଥ, ଜୟ ମା ସମଲେଇ। ପିଲେ ତୁମ ସମସ୍ତଙ୍କୁ ସ୍ୱାଗତ। ସଂସ୍କୃତରେ ଏକ ଶ୍ଲୋକ ଅଛି, ଆଦ୍ରିରାଜ ରାଜିତମ୍ ଗଙ୍ଗାବାରୀ ପାବିତମ୍ ବିନ୍ଧ୍ୟମେଖଳାୟିତମ୍ ରାଜ୍ୟମାଲ୍ୟ ଭୂଷିତମ୍ ସିନ୍ଧୁବାରୀ ବେଷ୍ଟିତମ୍ ଅୟଂ ଦେଶ ଭାରତମ୍। ଅର୍ଥ, ପର୍ବତରାଜ ହିମାଳୟ ଦ୍ୱାରା ଶୋଭା ପାଉଥିବା, ଗଙ୍ଗାର ଜଳରେ ପବିତ୍ର ହୋଇଥିବା, ବିନ୍ଧ୍ୟ ପର୍ବତମାଳା ରୂପକ କଟିସୂତ୍ର ଧାରଣ କରିଥିବା, ବିଭିନ୍ନ ରାଜ୍ୟ ରୂପକ ମାଳାରେ ଭୂଷିତ ହୋଇଥିବା, ସମୁଦ୍ର ଜଳ ଦ୍ୱାରା ପରିବେଷ୍ଟିତ ହୋଇଥିବା ଏହି ଦେଶ ହେଉଛି ଭାରତବର୍ଷ। ଏହାକୁ ଆମେ ଭାରତ ମାତା ବୋଲି ମଧ୍ୟ କହୁ। ଆମେ ଆମ ମା ମାଙ୍କ ନିକଟରେ ଯେଉଁ ଅଝଟ ଅଳି ଦୁଃଖ ପ୍ରକାଶ କରୁ, ଆମ ମା ତାକୁ ସହୃଦୟ ଗ୍ରହଣ କରି ଆମକୁ ସୁଖ ପ୍ରଦାନ କରେ। ଠିକ୍ ସେଇଭଳି ଭାରତ ମା ଆମ ସମସ୍ତ ଭାରତୀୟବାସୀଙ୍କୁ ତାହାର ଯାହା ଆବଶ୍ୟକତା ଅଛି ସେଇ ସବୁ ସ୍ୱଚ୍ଛନ୍ଦରେ ପ୍ରଦାନ କରିଛି। ଆମେ ପୂର୍ବରୁ ପଢ଼ିଛେ ଭାରତର ବିଭିନ୍ନ ଭୌଗୋଳିକ ପରିବେଶ। ଭାରତର ବିଭିନ୍ନ ଭୌଗୋଳିକ ପରିବେଶରେ ବହୁତ ବିବିଧତା ଅଛି। ସେ ବିବିଧତା ମଧ୍ୟରେ ହିଁ ସୌନ୍ଦର୍ଯ୍ୟ ଅଛି, ଏକତା ଅଛି, ସବୁ ଜିନିଷ ଅଛି। ତାହେଲେ ଆଜି ଆମେ ଆଉ ଏକ ଅନନ୍ୟ ଭୂମି ରୂପକୁ ନେଇ ପଢ଼ିବା। ତାହେଲେ ପିଲା ଚାଲ, ଶୀତଳ ମରୁଭୂମିରେ ଦୁଇଟି ଶବ୍ଦ ଅଛି, ମରୁଭୂମି ଏବଂ ଶୀତଳ। ପିଲେ, ମରୁଭୂମି କହିଲେ ମନରେ କଣ ପ୍ରଶ୍ନ ଆସେ? ଟିକେ ଭାବିଲ, ମରୁଭୂମି କଣ? ମରୁଭୂମି କହିଲେ ଏଇଭଳି ଗୋଟେ ଜାଗା ଯେଉଁଠି ଚାରିଆଡେ ଖାଲି ବାଲି ଥାଏ, ବାଲିର ପାହାଡ, ବାଲିରେ ଗାତ, ବାଲି ହିଁ ବାଲି। ଆଉ କଣ ଜାଣିପାର? ଯୋଉଠି ପ୍ରବଳ ଖରା ହୁଏ, ପ୍ରବଳ ଗରମ ବି ହୁଏ, ସବୁବେଳେ ଖାଲି ଝାଳ ହିଁ ବହୁଥାଏ। ସେ ବାଲି ଜାଗାରେ ଆଉ କଣ ହଉଥାଏ? ଦେଖ ପିଲେ, ଏଠି ଗୋଟେ ଭିଡିଓ, ଯେଉଁ ଭିଡିଓରେ ବାଲୁକା ଝଡ଼ କିପରି ସୃଷ୍ଟି ହୁଏ ତାହାକୁ ଦେଖ। ତ ସେଠି ମଧ୍ୟ ଏଇଭଳି ବାଲୁକା ଝଡ଼ ହୁଏ। ଆଉ ସେଠି କଣ ହୁଏ? ପ୍ରାୟ ବର୍ଷା ହୁଏ ନାହିଁ କିମ୍ବା ଅତି କମ ବର୍ଷା ହୋଇଥାଏ। ତାହେଲେ ମରୁଭୂମିରେ ଏଇଭଳି ସବୁ ଜିନିଷ ହୁଏ। ଦ୍ୱିତୀୟ ଶବ୍ଦଟି କଣ ଥିଲା? ନା ଶୀତଳ। ଶୀତଳ କହିଲେ ମନରେ କଣ ଆସେ? ଦେଖ ପିଲେ, ଏଇଠି ଗୋଟେ ଫ୍ରିଜ ବା ଫ୍ରିଜରେ ଥିବା ବରଫ ଖଣ୍ଡ, ବରଫ ଆମକୁ ଥଣ୍ଡା ବା ଶୀତଳ ଲାଗୁଛି। ସେଇଭଳି ଏ ଫଟୋରେ କଣ ଦେଖୁଛ? ନା ସେଠି ଥଣ୍ଡା ଲାଗୁଛି, ଲୋକମାନେ ବଡ ସ୍ୱେଟର, ମୋଟା ସ୍ୱେଟର ପିନ୍ଧି ଠିଆ ହେଇଛନ୍ତି ଏବଂ ଏଠି ସବୁ ଅଞ୍ଚଳ ବରଫମୟ ବା ତୁଷାରମୟ। ତାହେଲେ ଶୀତଳ ବା ଥଣ୍ଡା। ତାହେଲେ ଦିଟା ଜିନିଷ ଦେଖିଲେ, ଗୋଟେ ମରୁଭୂମି ଯୋଉଠି ଅତ୍ୟଧିକ ଗରମ ହଉଛି ଏବଂ ଥଣ୍ଡା ଯୋଉଟା ଶୀତଳ ହଉଛି। କିନ୍ତୁ ଆମେ ପଢିବା ଆଜି କଣ? ନା ଶୀତଳ ମରୁଭୂମି। ତାହେଲେ ଶୀତଳ ମରୁଭୂମି କଣ ହଉଛି? ଶୀତଳ ଦୁଇଟି ଶବ୍ଦର ମିଶିକି ଗୋଟେ ହେଲା ଥଣ୍ଡା ବା ଶୀତଳ, ଆଉ ଗୋଟେ ହଉଛି ମରୁ ଅଞ୍ଚଳ ବା ମରୁଭୂମି। ତାହେଲେ ପିଲେ, ଯେଉଁ ମରୁଭୂମିରେ ଉଷ୍ଣତା କମ ଏବଂ ପରିବେଶ ଅତି ଶୀତଳ ଥାଏ ତାହା ଶୀତଳ ମରୁଭୂମି। ଯେଉଁଠାରେ ପ୍ରବଳ ତୁଷାରପାତ, ସର୍ବନିମ୍ନ ବର୍ଷା ହୁଏ ଏବଂ ବିରଳ ଉଦ୍ଭିଦ ସହିତ ପ୍ରବଳ ଶୀତ ଅନୁଭବ କରାଯାଏ। ଏହାକୁ ମଧ୍ୟ ଆମେ ଆଉଥରେ କହିପାରିବା, ଯେଉଁ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଓ ଖୁବ୍ କମ ବୃଷ୍ଟିପାତ ହୁଏ, ଶୁଷ୍କ ପାଣିପାଗ, ବର୍ଷା ପରିବର୍ତ୍ତେ ତୁଷାରପାତ ଏବଂ ଗ୍ରୀଷ୍ମକାଳ ସ୍ୱଳ୍ପକାଳୀନ, ସେଇଭଳି ଅଞ୍ଚଳକୁ ଶୀତଳ ମରୁଭୂମି କହିବା। ତାହେଲେ ପିଲେ, ଶୀତଳ ମରୁଭୂମି କଣ ବୁଝିପାରିଲ? ଆମ ଦେଶରେ ଶୀତଳ ମରୁଭୂମି ଅଛି କି? ଟିକେ ଚିନ୍ତା କଲ। କୋଉଠି ଦେଖିଛ? କିଏ ତୁମକୁ କିଛି କହିଛି? ନା କିଛି ପଢିଛ? ନା ନିଜେ କୋଉ ଜାଗାକୁ ଯାଇଛ ଯୋଉଟାକୁ ଆମେ ଶୀତଳ ମରୁଭୂମି ବୋଲି କହୁଛୁ? ଜାଣିନ ନା? କିନ୍ତୁ ଅଛି। ହଁ, ଆମ ଦେଶରେ ମଧ୍ୟ ଶୀତଳ ମରୁଭୂମି ଅଛି। ତାହେଲେ ଆମ ଭାରତରେ ଶୀତଳ ମରୁଭୂମି କେଉଁଠି ଅଛି? ଏ ଛବି ଦେଖିଲ, ଏ ଫଟୋରେ କହିପାରିବ ଏ ଫଟୋଟା କେଉଁ ସ୍ଥାନର? ଜାଣିପାରୁନାହଁ? ଆଚ୍ଛା, ଏ ଫଟୋ ଦେଖିଲ, ଏ ଫଟୋ ବି କିଛି ଜାଣିପାରୁଛ କି? ଜାଣିପାରୁନ ନା? ଏଇ ଫଟୋଟି ବା ଏ ସ୍ଥାନର ନାଁ ହେଲା ଲାଦାଖ। ତାହେଲେ ଲାଦାଖ ହଉଛି ଆମ ଭାରତର ଶୀତଳ ମରୁଭୂମି। ତ ତାରି ବିଷୟରେ ଆମେ ଆହୁରି ଅଧିକ ପଢିବା। ଚାଲ
ଭାରତର ଶୀତଳ ମରୁଭୂମି, ଯୋଉଟା ଭାରତର ପ୍ରାକୃତିକ ମାନଚିତ୍ର ଦେଖିବା। ଦେଖ ଉପରେ ଏଇ ଯୋଉ ମାନଚିତ୍ର ଦେଖୁଛ, ଏଇ ମାନଚିତ୍ରର ଉପର ପାର୍ଶ୍ୱରେ ଯୋଉଟା ଉତ୍ତର ଦିଗରେ ଅଛି ଲେଖା ହେଇଛି ଲାଦାଖ ଏବଂ ସେଠି ହଳଦିଆ ଚିହ୍ନରେ ଚିହ୍ନିତ କରାଯାଇଛି। ଲାଦାଖଟି ଏଇ ଜାଗାରେ ଅବସ୍ଥିତ। ଏହାର ଅବସ୍ଥିତି କେଉଁଠି ତୁମେ ଜାଣିପାରୁଥିବ ଯେ ଜାମ୍ମୁ ଓ କାଶ୍ମୀରର ପୂର୍ବ ଦିଗରେ ଏବଂ କାରାକୋରମ ଓ ଜାସ୍କର ପର୍ବତମାଳା ମଧ୍ୟରେ ଏହି ଲାଦାଖ ନାମକ ଶୀତଳ ମରୁଭୂମି ଅବସ୍ଥିତ। ପିଲେ ଦେଖ, ଏଇ ଯୋଉ ମାନଚିତ୍ର ଦେଖୁଛ, ଏଇ ମାନଚିତ୍ରରେ ଏଇ ଯୋଉ ହଳଦିଆ ଆଉଟଲାଇନ ଜଣା ହେଇଛି, ଏଇ ଯୋଉ ଚତୁର୍ପାର୍ଶ୍ୱ ଆବଦ୍ଧ କରାହେଇଛି ହଳଦିଆ ଗାରରେ, ଏଇତିକି ଅଂଶ ହଉଛି ଆମର ଲାଦାଖ ଅଞ୍ଚଳ। ଜାଣିପାରିଲ ପିଲେ, ଇଏ ହେଲା ଆମର ଲାଦାଖ। ଲାଦାଖର ଅବସ୍ଥିତି ଜାଣିଲ। ବର୍ତ୍ତମାନ ଆମେ ଆଗକୁ ଯିବା। ଲାଦାଖ ଭାରତର ଉତ୍ତର ଦିଗରେ ଅବସ୍ଥିତ। ଏଇଟା ହେଲା ଆମର ରାଜନୈତିକ ମାନଚିତ୍ର। ଏ ରାଜନୈତିକ ମାନଚିତ୍ର ଦେଖିଲ ଲାଦାଖ କୋଉଠି ଅଛି? ଦେଖ, ପୁରା ଉପରକୁ ଯାଇକି ଦେଖ, ଉତ୍ତର ଦିଗର ପୁରା ଉପରେ ଜାମ୍ମୁ କାଶ୍ମୀର ପାଖରେ ଡାହାଣ ପଟକୁ ଅଛି ଲାଦାଖ। ଦେଖିଲ, ଏଇଠି ଗୋଟେ ତୀର ଚିହ୍ନ ଆସିଲା। ସେ ତୀର ଚିହ୍ନଟି ତୁମକୁ ସୂଚଉଛି କୋଉ ଅଞ୍ଚଳରେ ତୁମର ଲାଦାଖ। ଏଇ ଲାଦାଖ ମଧ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାରତର। ପିଲେ ଜାଣିଲ। ବର୍ତ୍ତମାନ ଲାଦାଖର ଏକ ଦୃଶ୍ୟ ଦେଖିବା। ଇଏ ଗୋଟେ ଭିଡିଓ। ଲାଦାଖ ଅଞ୍ଚଳର ଗୋଟେ ଦୃଶ୍ୟ ଦେଖ, କେଡେ ସୁନ୍ଦର ଏ ଦୃଶ୍ୟ ଅଛି। ଚାରିଆଡେ ପାହାଡ, ବିସ୍ତୀର୍ଣ୍ଣ ଭୂମି, ଧଳା ଧଳା ଦେଖାଯାଉଛି। ତାମାନେ ସବୁ ଅଞ୍ଚଳ ପ୍ରାୟ ବରଫମୟ, ସେଥିପାଇଁ ଏ ଜାଗାଟା ପୁରା ଥଣ୍ଡା ଅଛି। ବର୍ତ୍ତମାନ ଏହାର ଜଳବାୟୁ ବିଷୟରେ ଆମେ ଆଲୋଚନା କରିବା। ଏହାର ଜଳବାୟୁ କିପରି? ନା ଶୀତଳ ମରୁଭୂମିରେ ଶୀତ ଦିନେ ଅତ୍ୟଧିକ ଥଣ୍ଡା। ଦେଖ ପିଲେ, ଏଇ ଫଟୋରେ, ଏ ଫଟୋ ଏଇ ଯୋଉ ଭୂମି ଉପରେ ପୁରା ବରଫ ଆଚ୍ଛାଦିତ ହେଇଛି। ପୁରା ସବୁ ଅଞ୍ଚଳ ଧଳା ଦେଖାଯାଉଛି। ତାହେଲେ ଏଟା ପୁରା ଥଣ୍ଡା ସେ ସମୟରେ। ତେଣୁ ଶୀତଳ ମରୁଭୂମିରେ ଶୀତ ଦିନ ଅତ୍ୟଧିକ ଥଣ୍ଡା ଏବଂ ଗ୍ରୀଷ୍ମ ଦିନେ କିପରି? ନା ସ୍ୱଳ୍ପ ଉଷ୍ମତା ରହେ। ଏଇପଟେ ଚିତ୍ର ଦେଖ, ସେଠି ଗ୍ରୀଷ୍ମ ଦିନ ଅଛି, ସେଠି କେମିତି ଚିତ୍ର? ତୁମେ ଦୁଇଟି ଚିତ୍ର ଜାଣିପାରୁଥିବ, ଶୀତ ଦିନର ସୌନ୍ଦର୍ଯ୍ୟ ବା ଭୂମି ରୂପ କିଭଳି ଏବଂ ଗ୍ରୀଷ୍ମ ଦିନର ଭୂମି ରୂପ କିଭଳି। କମ୍ ବୃଷ୍ଟିପାତ, ଶୁଷ୍କ ଜଳବାୟୁ ହେତୁ ଶୀତ ଋତୁରେ ତାପମାତ୍ରା -30 ଡିଗ୍ରୀ ସେଲସିୟସ ନିମ୍ନରେ ରହିଥାଏ। ଏଠି ଦୁଇଟି ଚିତ୍ର ଦେଖ, ଗୋଟେ ପଟେ ଲେଖା ହେଇଛି ଶୁଷ୍କ ଜଳବାୟୁ ଏବଂ ଆଉ ପଟେ ଲେଖା ହେଇଛି ତୁଷାରପାତ। ତେଣୁ ଏଇଭଳି ତୁଷାରପାତ ହେଇକି ଚାରିଆଡ ଅଞ୍ଚଳ ତୁଷାରମୟ ହେଇଛି। ଏପଟେ ଶୁଷ୍କ ଜଳବାୟୁ, କେବଳ ଶୁଷ୍କ ହିଁ ଦେଖାଯାଉଛି, କିନ୍ତୁ ଚାରିଆଡେ ମଧ୍ୟ ସେଇଭଳି ଧଳା ହେଇଛି। ଇଏ ହେଲା ଲାଦାଖ ଅଞ୍ଚଳର ଜଳବାୟୁ। ବର୍ତ୍ତମାନ ଏଠାକାର ଭୂଭାଗ କିଭଳି? ନା ପଥୁରିଆ ଓ ଆବଡା ଖାବଡା। ଦେଖ ଏ ଚିତ୍ର, ଏ ଚିତ୍ର ତ ଜାଣିପାରୁଥିବ ଏ ଅଞ୍ଚଳଟି କେମିତି ଦେଖାଯାଉଛି। ଚାରିଆଡେ ପଥରମୟ, ଗୋଡି, ଛୋଟ ଛୋଟ ପଥର, ବଡ ପଥର ଏବଂ ଧଳା ଅଂଶ ଦେଖାଯାଉଛି। ତା ମାନେ ଏଠି ତୁଷାରପାତ ବା ବରଫ ଖଣ୍ଡ ରହିଛି। ଏହି ଅଞ୍ଚଳରେ କେତେକ ଗଭୀର ଉପତ୍ୟକା ଓ ହ୍ରଦମାନ ଦେଖାଯାଏ। ଦେଖ ପିଲେ ଏଇ ଚିତ୍ରରୁ, ବାଁ ପଟେ ଯୋଉ ଚିତ୍ରରେ ଅଛି ଉପତ୍ୟକା ଏବଂ ଡାହାଣ ପଟେ ଯୋଉ ବିସ୍ତୀର୍ଣ୍ଣ ଅଞ୍ଚଳ ଦେଖାଯାଉଛି ନଦୀ ଭଳି, ଏଟା ହଉଛି ଆମର ହ୍ରଦ। ଏହି ହ୍ରଦମାନଙ୍କ ମଧ୍ୟରୁ ଗୋଟେ ଅନନ୍ୟ ହ୍ରଦ ଅଛି, ଯାହାର ନାଁ ହଉଛି ପାଙ୍ଗଙ୍ଗ ସୋ ହ୍ରଦ। ଏ ପାଙ୍ଗଙ୍ଗ ସୋ ହ୍ରଦଟି ଦେଖ, କେତେ ସୁନ୍ଦର ଦେଖାଯାଉଛି। ଚାରିପଟେ ପର୍ବତମାଳା, ମଝିରେ ଏଇ ହ୍ରଦଟି। ବହୁତ ସୁନ୍ଦର ଲାଗୁଛି ହ୍ରଦ, ନାଇଁ ନା? ଏଇ ପାଙ୍ଗଙ୍ଗ ସୋ ହ୍ରଦର ପାଣି ଲୁଣିଆ ହେଲେ ମଧ୍ୟ ଅନ୍ୟ ହ୍ରଦ ପରି ନୁହେଁ। ଅନ୍ୟ ହ୍ରଦ ପରି ନୁହେଁ ମାନେ କଣ? ନା ଏହାର ଚତୁଃପାର୍ଶ୍ୱରେ ଥିବା ପର୍ବତାଞ୍ଚଳରୁ ଦ୍ରବୀଭୂତ ଖଣିଜ ପଦାର୍ଥ ଏହି ଲବଣତାର କାରଣ ଅଟେ। ସେଥିରେ ଯୋଉ ପର୍ବତ ସବୁ ଅଛି, ସେ ପର୍ବତର ଯୋଉ ଖଣିଜ ଲବଣ ସବୁ ଅଛି, ସେଇ ଖଣିଜ ଲବଣରୁ ହିଁ ୟାର ପାଣିଟା ଲୁଣିଆ ଆମକୁ ଲାଗିଥାଏ। ତାହେଲେ ତୁମକୁ ଯିଏ ପଚାରିବ ଯେ ପାଙ୍ଗଙ୍ଗ ହ୍ରଦର ସ୍ୱାଦ, ତା ଜଳର ସ୍ୱାଦ କିପରି, ଆମେ କଣ କହିବା? ଲୁଣିଆ ହିଁ କହିବା। ବର୍ତ୍ତମାନ ଚାଲ ଗୋଟେ ଭିଡିଓ ଦେଖିବା ସେଇ ହ୍ରଦର। ସେ ଭିଡିଓ
ଆମକୁ କେମିତି ଲାଗୁଛି ସେଇ ହ୍ରଦଟି? ଦେଖିଲ ପିଲେ କେତେ ସୁନ୍ଦର ଲାଗୁଛି ଏ ହ୍ରଦଟି? ହଁ, ୟା ନାଁ ମନେ ରଖିଥାଅ। ଏଇଟା ହେଲା ପାଙ୍ଗଙ୍ଗସୋ ହ୍ରଦ। ଏ ପାଙ୍ଗଙ୍ଗସୋ ହ୍ରଦକୁ ଯେତେବେଳେ ମହାକାଶରୁ ଫଟୋ ଉଠାଯାଇଛି, ଦେଖ ଏ ଫଟୋଟି। ଏ ଫଟୋର ଠିକ ମଝିରେ ଦେଖ ଯେମିତି ଜଳୀୟ ଅଂଶ ଥିଲା ଭଳି ଲାଗୁଛି, ସେଇଟା ହଉଛି ପାଙ୍ଗଙ୍ଗସୋ ହ୍ରଦ। ତାର ଦୁଇ ପଟ ପାର୍ଶ୍ୱରେ ଦେଖ ଗୋଟେ ଜାଲ ଭଳି ଦେଖାଯାଉଛି। ସେ ଜାଲ ଭଳି ଯୋଉ ଦେଖାଯାଉଛି ସେଗୁଡିକ ହଉଛି ଆମର ଭୂମି ରୂପ ବା ସ୍ଥଳ ଭାଗ। ଟିକେ ଆଗକୁ ଡାହାଣ ପଟୁ ଦେଖ, ସବୁ ଦେଖାଯାଉଛି ଧଳା ଧଳା ଅଂଶ, ଯୋଉଠି ଆମର ହିମବାହ ବା ତୁଷାରପାତ ହେରିଛି ବା ଯୋଉଠି ଅଧିକ ଥଣ୍ଡା ହଉଛି। ଜାଣିପାରିଲ ପିଲେ? ବର୍ତ୍ତମାନ ଏଇ ଚିତ୍ରଟି ଲକ୍ଷ୍ୟ କର। ଏଇଟା ହେଲା ସେଇ ଯୋଉ ହ୍ରଦ ଆମେ ଦେଖିଥିଲେ, ପାଙ୍ଗଙ୍ଗସୋ ହ୍ରଦ। ସେ ପାଙ୍ଗଙ୍ଗସୋ ଅଞ୍ଚଳର ଏକ ସ୍ଥାନ ଏବଂ ତା ତଳେ ଅଛି ଆମର ଯୋଉ ପୃଥିବୀର ଉପଗ୍ରହ ଚନ୍ଦ୍ର, ତାର ପୃଷ୍ଠଭୂମି। ସେଇ ଡାହାଣ ପଟେ ଦେଖ, ସେଇଭଳି ସେଇ ପାଙ୍ଗଙ୍ଗସୋ ଅଞ୍ଚଳ ଯାହାକୁ ଆମେ ଲାଦାଖ ବୋଲି କହୁଛୁ, ଲାଦାଖର ଅଂଶବିଶେଷ। ତା ତଳେ ମଧ୍ୟ ଗୋଟେ ଚିତ୍ର ଦିଆଯାଇଛି ଯୋଉଟା କି ସେଇ ଚନ୍ଦ୍ରପୃଷ୍ଠ। ଦିଟାକ ଚିତ୍ର ଦେଖ, ଉପର ଦୁଇଟି ଚିତ୍ର ଏବଂ ତଳ ଚିତ୍ର ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି। କଣ ସାମଞ୍ଜସ୍ୟ ଅଛି? ନା ଏଠାରେ ଭୂରୂପ ଚନ୍ଦ୍ରପୃଷ୍ଠର ଭୂ ପ୍ରକୃତି ସହିତ ସାମଞ୍ଜସ୍ୟ ରହିଛି। ସେଥିପାଇଁ ୟାକୁ ଆମେ କହୁ ଚନ୍ଦ୍ରଭୂମି। ତେଣୁ ପାଙ୍ଗଙ୍ଗସୋ ଅଞ୍ଚଳର ଯୋଉ ପାଙ୍ଗଙ୍ଗସୋ ହ୍ରଦ ଅଛି, ତା ଚାରିପଟେ ଯୋଉ ଅଞ୍ଚଳ ଅଛି ଲଦାଖର, ସେଇ ଅଞ୍ଚଳକୁ ଆମେ କହୁ ଚନ୍ଦ୍ରଭୂମି। କାହିଁକି? ନା ଯେହେତୁ ଏହି ଭୂମି ରୂପଟି ଚନ୍ଦ୍ରପୃଷ୍ଠର ଭୂମି ରୂପ ସହିତ ସାମଞ୍ଜସ୍ୟ ରହିଛି। ପିଲେ ବୁଝିଲ? ଠିକ ଅଛି। ବର୍ତ୍ତମାନ ଏଇଠି ଦେଖ ଚନ୍ଦ୍ରଭୂମିର ଗୋଟେ ଦୃଶ୍ୟ। ଯୋଉ ଚନ୍ଦ୍ରଭୂମି କଥା କହୁଥିଲେ ତାର ଦୃଶ୍ୟ ଦେଖ। କେମିତି ଆବୁଡା ଖାବୁଡା ଖାଲ ଢିପ କେତେ ମାତ୍ରାରେ ଅଛି। ଯେମିତି ଚନ୍ଦ୍ରପୃଷ୍ଠରେ ଅଛି, ଇଏ ବି ସେଇଭଳି। ଦେଖିପାରିଲ ପିଲେ? ହଁ, ଇଏ ହେଲା ଆମର ସେ ଚନ୍ଦ୍ରଭୂମି। ହଁ, ବର୍ତ୍ତମାନ ଦେଖ ଏ ଭିଡିଓଟିରେ କେମିତି ସ୍ଥଳ ଭାଗରୁ ଅଲଗା ହେଇଯାଉଛି ସ୍ଥଳ ଭାଗ ଜଳ ଭାଗ ଦ୍ଵାରା। ଦେଖ ଏଠି ଭାରତ, ଏ ଭାରତ କିଭଳି ଆଉ ଗୋଟେ ଭୂମି ସହିତ ଧକ୍କା ହେଇକି, ହଁ, ୟୁରେସିଆ ପ୍ଲେଟ ସାଙ୍ଗରେ ଧକ୍କା ହେଇକି ଗୋଟେ ନୂଆ ଭୂମି ରୂପ ସୃଷ୍ଟି ହେଲା, ଯୋଉଟାକୁ ଆମେ କହୁଛୁ ବର୍ତ୍ତମାନ ହିମାଳୟ ପର୍ବତମାଳା। ଦେଖିପାରିଲ ପିଲେ? ଆଉ ଥରେ ଦେଖ ଭିଡିଓଟି। ଦେଖ କେମିତି ସ୍ଥଳ ଭାଗ ଅଲଗା ହେଇଯାଉଛି, ପୁଣି ସେ ସ୍ଥଳ ଭାଗ ଆଉ ଗୋଟେ ସ୍ଥଳ ଭାଗ ସାଙ୍ଗରେ ପୁଣି ମାଡ ହଉଛି। ଦେଖ ଯୋଉ ଭାରତ ଲେଖା ଯାଉଛି ସେ ଆସ୍ତେ ଆସ୍ତେ ମାଡ ହବ ବର୍ତ୍ତମାନ ୟୁରେସିଆ ସାଙ୍ଗରେ ମାଡ ହେଲା। ମାଡ ହେଇକି ଦେଖ ଗୋଟେ ନୂଆ ଭୂମି ରୂପ ସୃଷ୍ଟି ହେଲା, ଯାହାର ନାଁ ଆମେ ଦଉଛୁ ହିମାଳୟ ପର୍ବତମାଳା। ତାହେଲେ ଏହି ଯାହା ଦେଖିଲେ ଆମେ, ଏଇ ଦେଖ ଯୋଉ ବାଁ ପଟେ ଯୋଉ ଚିତ୍ରଟି ମୁଁ ଦେଖେଇଛି, ଏ ଚିତ୍ରରେ ଗୋଟେ ଏରୋମାର୍କ ଦିଆହେଇଛି। କଣ? ନା ଭାରତୀୟ ଭୂଖଣ୍ଡ ଆସ୍ତେ ଆସ୍ତେ କେମିତି ତାର ସ୍ଥାନ ପରିବର୍ତ୍ତନ କରି କରି ଆଗକୁ ଯାଇଛି। ଉପରେ ଲେଖା ହେଇଛି ୟୁରୋସିଆନ ପ୍ଲେଟ। ତେଣୁ ଭାରତୀୟ ଭୂଖଣ୍ଡ ଏବଂ ୟୁରେସିଆ ସହିତ ଧକ୍କା ହେଇ ହିମାଳୟ ପର୍ବତମାଳା ସୃଷ୍ଟି ହେଇଛି। ଦେଖ ତାହାରି ଏକ ଚିତ୍ର। ବାଁ ପଟେ ଅଛି ଭାରତୀୟ ଭୂଖଣ୍ଡ ଏବଂ ଡାହାଣ ପଟେ ଅଛି ୟୁରେସିଆ। ଏ ଦୁଇ ଜଣଙ୍କ ସହିତ ଧକ୍କା ହେବା ଫଳରେ ମଝିରେ ଗୋଟେ ଭଙ୍ଗିଳ ପର୍ବତମାଳା ସୃଷ୍ଟି ହେଲା, ଯୋଉ ପର୍ବତମାଳାକୁ ଆମେ କହୁଛୁ ହିମାଳୟ ପର୍ବତମାଳା। ତ ଭୂତତ୍ତ୍ୱବିତ୍ମାନଙ୍କ ମତରେ ଏହି ପ୍ରଚଣ୍ଡ ଧୋକ୍କା ଯୋଗୁ ହିଁ ହିମାଳୟ ଭଙ୍ଗିଳ ପର୍ବତମାଳା ସୃଷ୍ଟି ହେଇଛି। ଏହି ଭଙ୍ଗିଳ ପର୍ବତମାଳାଟି ପୂର୍ବରୁ ଥିବା ମହାସାଗରରୁ ହିଁ ସୃଷ୍ଟି ହେଇଛି। ସେଠି ଜଳୀୟ ଅଂଶ ଥିଲା, ସେ ଜଳୀୟ ଅଂଶରୁ ହିଁ ଏଟା ଭାଙ୍ଗିକି ଉପରକୁ ହିମାଳୟ ପର୍ବତମାଳା ଆକାରରେ ଆସିଛି। ବର୍ତ୍ତମାନ ପିଲେ ଦେଖ, ଏଇ ଯୋଉ ଭୂମି ରୂପର ଦୁଇଟି ବିପରୀତ ଶକ୍ତି,
ଗୋଟେ ହେଲା ଗଠନମୂଳକ ଶକ୍ତି, ଆଉ ଗୋଟେ ହଉଛି ପରିବର୍ତ୍ତନକାରୀ ଶକ୍ତି। ଗଠନମୂଳକ ଶକ୍ତି ମାନେ କିଛି ଗଠନ କରୁଛି। କଣ ଗଠନ କରୁଛି ତାର କାରଣ କଣ? ନା ଭାରତ ଓ ୟୁରେସିଆର ଧକ୍କା। ତଳେ ଚିତ୍ର ଅଛି, ମୁଁ ଉପରେ କହୁଛି। ତ ଭାରତ ଆଉ ୟୁରେସିଆ ଧକ୍କା ହେଲା। ତାର ପ୍ରକ୍ରିୟାଟି କଣ ହେଲା ନା ଉତ୍ଥାନ, ମାଡ଼ ହେଇକି କିଛି ଅଂଶ ଉପରକୁ ଉଠି ଯାଉଛି। ତାର ଫଳ ସ୍ୱରୂପ ଆମେ କଣ ପାଇଲେ? ନା ବିଶାଳ ଭଙ୍ଗିଳ ପର୍ବତ, ଯୋଉଟାକୁ ନାଁ ଦେଇଛେ ଆମେ ହିମାଳୟ ପର୍ବତମାଳା। ବର୍ତ୍ତମାନ ଡାହାଣ ପଟେ ଅଛି ପରିବର୍ତ୍ତନକାରୀ ଶକ୍ତି। ସେଠି କିଛି ପରିବର୍ତ୍ତନ ହଉଛି, ଚେଞ୍ଜ ହଉଛି। କଣ ପରିବର୍ତ୍ତନ ହଉଛି? ତାର କାରଣ କଣ? ନା ଯୁଗ ଯୁଗ ଧରି ବର୍ଷା ଓ ପବନ। ତଳଚିତ୍ରଟିକୁ ଦେଖ। ସେ ତଳଚିତ୍ରରେ ଗୋଟେ ପାହାଡ ବା ପର୍ବତ ଶ୍ରେଣୀ ଅଛି, ଯାହା ଉପରେ ବର୍ଷା ହଉଛି ଏବଂ ପବନ ମଧ୍ୟ ବହୁଛି। ଏହା ଦ୍ୱାରା ସେଇ ଅଞ୍ଚଳରୁ ଆସ୍ତେ ଆସ୍ତେ ପ୍ରକ୍ରିୟା ହଉଛି, ଏଠି କ୍ଷୟ ହଉଛି। ପବନ ପାଣି ବୋହିକି ଯିବା ଦ୍ୱାରା, ବାରମ୍ବାର ପବନ ହବା ଦ୍ୱାରା ସେଠୁ ମାଟି ଅତଟା ଖସି ଖସି ଯାଏ। ତେଣୁ ତାର ଫଳସ୍ୱରୂପ ଆବଡା ଖାବଡା ଭୂମି ରୂପ ସୃଷ୍ଟି ହେଇଛି। ଏଇଠି ଦେଖ ପିଲେ, ଡାହାଣ ପଟେ ଯୋଉ ଚିତ୍ରଟି ଅଛି, ସେଠି ଗୋଟିଏ ପାହାଡରେ ଗୋଟେ ଲେନ୍ସ ପକେଇକି ଦେଖାଯାଇଛି। କଣ ଅଛି? ନା ସେଠି ଲେଖା ହେଇଛି ମହାସାଗରୀୟ ଉତ୍ପତ୍ତି। ଯେହେତୁ ଜଳୀୟ ଅଂଶ ଅଛି ଏବଂ ସେଥିରେ ବାଲି ମିଶିଛି, ତେଣୁ ଜଳ ଆଉ ବାଲି ବା ମାଟିର ସମ୍ମିଶ୍ରଣ ଯୋଗୁଁ ସେଠି କର୍ଦ୍ଦମ ସୃଷ୍ଟି ହେଇଛି। ତେଣୁ ଏହି ପର୍ବତମାଳା ପୂର୍ବରୁ ଥିବା ମହାସାଗରରୁ ସୃଷ୍ଟି ହୋଇଛି। ସୁତରାଂ ଏହି ଅଞ୍ଚଳର ଶିଳା ଗୁଡିକ ମୁଖ୍ୟତଃ ବାଲି ଓ କର୍ଦ୍ଦମ ଦ୍ୱାରା ଗଠିତ। ତୁମେ ବାଁ ପଟ ପିକ୍ଚରରେ ଦେଖ, ଯୋଉଟାକୁ ଆମେ କହୁଥିଲେ ଚନ୍ଦ୍ରଭୂମି, ସେ ଚନ୍ଦ୍ରଭୂମିର ଅଂଶ ମାଟିଆ ବି ଦେଖାଯାଉଛି ଏବଂ କଳା ଦେଖାଯାଉଛି। ଯାହା ଏଠି କୁହାଯାଉଥିଲା ବାଲି ଓ କର୍ଦ୍ଦମ, ବାଲି ମାଟିଆ ରଙ୍ଗ ଏବଂ କର୍ଦ୍ଦମ କଳା ବା କଳା ଆକାର ଦେଖାଯାଏ। ତେଣୁ ଏଥିରୁ ତମେ ବୁଝିପାରୁଥିବ এই ଅଞ୍ଚଳଟି କେମିତି ସୃଷ୍ଟି ହେଲା। ସେଥିପାଇଁ ଲେଖା ହେଇଛି ପର୍ବତର ଗର୍ଭରେ ଲୁଚି ରହିଛି ସମୁଦ୍ରର ଅତୀତ। ତେଣୁ ସମୁଦ୍ରର ଯୋଗୁଁ ହିଁ ଏ ପ୍ରକାର ପର୍ବତ ସୃଷ୍ଟି ହେଇଛି। ବର୍ତ୍ତମାନ ଆସ ଆଲୋଚନା କରିବା ଏଠାରେ ଥିବା ଜୀବଜନ୍ତୁ ବିଷୟରେ। ତୁମେ ଦେଖିଲ ଏ ଲାଦାଖ ଅଞ୍ଚଳର ପୁରା ଥଣ୍ଡା ଲାଗୁଛି, ଚାରିଆଡେ ଖାଲି ବରଫମୟ ଏବଂ ପାହାଡ ଏବଂ ଆବଡା ଖାବଡା ଜାଗା। ତଥାପି ଏହି ପ୍ରତିକୂଳ ପରିବେଶରେ କିଛି ଜୀବଜନ୍ତୁ ରହିଥାନ୍ତି। ମୁଖ୍ୟତଃ ରହୁଥିବା ଜୀବଜନ୍ତୁ ଗୁଡିକ କିଏ କିଏ? ନା ଚିତାବାଘ, ବରଫ ଚିତାବାଘ। ଦେଖ ତଳେ ପିଲେ, ଏଇ ଗୋଟେ ଚିତାବାଘ ଚାଲି ଚାଲି ଯାଉଛି ବରଫ ଉପରେ। ଏବଂ ସେକେଣ୍ଡ ହେଲା ଆଇବେକ୍ସ। ଆଇବେକ୍ସ ହଉଛି ଗୋଟେ ପାହାଡିଆ ଛେଳି। ସେ ପାହାଡିଆ ଅଞ୍ଚଳରେ ଛେଳି ରହେ। ତାର ଦେଖ ସିଂହ କେମିତି ଲମ୍ବା ଲମ୍ବା ହେଇଛି। ଏବଂ ତୃତୀୟରେ ତିବ୍ଦତୀୟ ମୃଗ। ଏ ମୃଗଟି ଦେଖିବାକୁ ବହୁତ ସୁନ୍ଦର, ସେ ତାକୁ ନାଁ ଦିଆହେଇଛି ତିବ୍ଦତୀୟ ମୃଗ। ଏଇ ତିନି ପ୍ରକାର ପ୍ରାଣୀ ଏଠି ବେଶ ଭଲ ଭାବରେ ଦିଶନ୍ତି। ତା ସହିତ ମଧ୍ୟ ଆହୁରି କିଛି ଦିଶନ୍ତି। କୋଉମାନେ ଥାଆନ୍ତି? ଏଇଟା ହେଲା ଚମରି ଗାଈ। ତାହେଲେ ହିମାଳୟରେ ବା ହିମାଳୟ ପାଖାପାଖି ଥିବା ଅଞ୍ଚଳ ବାସ କରୁଥିବା ଅଧିବାସୀ ମାନଙ୍କ ପାଇଁ ୟାକ୍ ବା ଚମରି ଗାଈ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକି ଗୁରୁତ୍ୱପୂର୍ଣ୍ଣ? ନା କ୍ଷୀର, ମାଂସ, ପଶମ ଓ ଗୋବର ପାଇଁ ସେମାନେ ଏହାକୁ ପାଳନ କରିଥାନ୍ତି। ତୁମେ ଚିତ୍ର ଦେଖିପାରୁଥିବ, ବୁଝିପାରୁଥିବ ସେମାନଙ୍କର କ୍ଷୀର ଆବଶ୍ୟକ ହଉଛି। କ୍ଷୀର, ତାଙ୍କର ଗୋବର ଏବଂ ପଶମ ବ୍ୟବହାର କରି ଏଇ ଅଧିବାସୀ ମାନେ ଏଠାରେ ଯୋଉ ରହୁଛନ୍ତି ଅଧିବାସୀ, ସେମାନେ ତାଙ୍କର ରୋଜଗାର କରନ୍ତି ବା ଜୀବନ ଶୈଳୀରେ ଚଳିଥାନ୍ତି। ଏଠି ଗୋଟେ ଚିତ୍ର ଦେଖ ପିଲେ, କଣ ହଉଛି ନା ପରିବହନ ହଉଛି। ଏମାନଙ୍କୁ କାହାକୁ? ଏଇ ଚମରି ଗାଈକୁ ମଧ୍ୟ ପରିବହନ କାର୍ଯ୍ୟରେ ଏହି ଅଧିବାସୀ ମାନେ ବ୍ୟବହାର କରିଥାନ୍ତି। କୃଷି କାର୍ଯ୍ୟ, ଏଠାରେ ଅଧିକାଂଶ ଅଞ୍ଚଳ ପାହାଡିଆ, ତଥାପି କିଛି ଅଞ୍ଚଳ ଥାଏ ସମତଳ ଭୂମି। এই କିଛି ଅଞ୍ଚଳରେ ହେଉଥିବା ଚାଷ ବିଷୟରେ ଆଲୋଚନା କରିବା। ଏଠାରେ ମୁଖ୍ୟତଃ ବାର୍ଲି, ଯଅ ଓ ଗହମ, ଶସ୍ୟ ସହିତ ଆଳୁ, କୋବି, ପାଳଙ୍ଗ ଶାଗ, ସେଉ ଭଳି ପନିପରିବା ଓ ଫଳ ଚାଷ କରି ଏଠାରେ ସମସ୍ତେ ଜୀବିକା ନିର୍ବାହ କରିଥାନ୍ତି। ସେଠି ସୁନ୍ଦର ସୁନ୍ଦର ସେଉ ହୋଇଛି ଦେଖ, କମଳା ମଧ୍ୟ ହେଇଛି ଏବଂ ଲୋକମାନେ ମଧ୍ୟ ଏଠି ଚାଷ କରୁଛନ୍ତି। ସେପଟେ ଦେଖ ଉପରେ ଦେଖାଯାଉଛି ହିମାଳୟ ପାଖାପାଖି ଯୋଉ ଥଣ୍ଡା ଅଞ୍ଚଳ, ଏପଟେ ସେମାନେ ସମତଳ ଅଞ୍ଚଳରେ ଚାଷ କରୁଛନ୍ତି। ତେଣୁ ଯେତିକି ଜାଗା ଅଛି ତାରି ଭିତରେ ସେମାନେ ତାଙ୍କର ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। ଲଦାଖରେ ଥିବା ଆଦିବାସୀ ମାନେ, ଏଠାରେ କୋଉ ଅଧିବାସୀ ମାନେ ଥାଆନ୍ତି? ନା ସାଧାରଣତଃ ବୌଦ୍ଧ ଧର୍ମୀ, ଦାଡ, ଚାଙ୍ଗପା ଏବଂ ସିଆ ମୁସଲମାନ ଜାତିର ଅଧିବାସୀ ମାନେ ବାସ କରିଥାନ୍ତି। ତୁମେ ଚିତ୍ର ଦେଖିପାରୁଥିବ, ଏ ସମସ୍ତ ଅଧିବାସୀ ନିଜ ନିଜର ଧର୍ମାବଲମ୍ବୀ,
ନିଜ ନିଜର ଜୀବନଶୈଳୀକୁ ନେଇକି ବ୍ୟସ୍ତ ରହନ୍ତି। କିନ୍ତୁ ପିଲେ ଜାଣିଛ, ଏମାନଙ୍କର ଜୀବନଶୈଳୀ ଅତ୍ୟନ୍ତ ସରଳ। ସେଥିପାଇଁ ସରଳ ଜୀବନଯାପନ ଏହି ଅଧିବାସୀମାନେ କରିଥାନ୍ତି। ଏହି ଭୂମିରେ ବହୁତ ଗୁଡ଼ିଏ ମଠ ଥାଏ। ଇଏ ଗୋଟେ ମଠର ଚିତ୍ର ଦେଖ, ଲାଦାଖରେ ଥିବା ମଠ, ଯୋଉଟା ବୌଦ୍ଧ ଧର୍ମାବଲମ୍ବୀମାନେ ଏହାକୁ ବ୍ୟବହାର କରନ୍ତି। ଲାଦାଖରେ ଅବସ୍ଥିତ ଏକ ଶାନ୍ତି ସ୍ତୂପ ଦେଖ ପିଲେ, ଦେଖିପାରୁଛ କେଡ଼େ ସୁନ୍ଦର ହେଇଛି। ଇଏ ହେଲା ଗୋଟେ ଲାଦାଖର ଅଧିବାସୀ ମାନଙ୍କର ପାରମ୍ପରିକ ପୋଷାକ ଦ୍ୱାରା ସଜ୍ଜିତ ହେଇ କାମ କରୁଛନ୍ତି, ତାହାର ଏକ ଫଟୋ। ବର୍ତ୍ତମାନ ଆସ ଆଲୋଚନା କରିବା ଏଠାରେ ଥିବା ପର୍ବପର୍ବାଣି। ଯେମିତି ଆମେମାନେ ଓଡ଼ିଶାରେ ରଜ, କୁମାର ପୂର୍ଣ୍ଣିମା, ନୂଆଖାଇ ଏସବୁ ପର୍ବ ପାଳନ କରୁଛେ ଜାକଜମକରେ, ସେଇଭଳି ସେଇ ଅଞ୍ଚଳର ଲୋକମାନେ ଦୁଇଟି ମୁଖ୍ୟ ପର୍ବ ପାଳନ କରିଥାନ୍ତି। ସେ ଦୁଇଟି ନାଁ ହେଲା ଲୋସାର ଏବଂ ହେମିସ୍। ଦେଖ ପିଲେ, ଏ ଚିତ୍ରଟି, ଏଇଟା ହଉଛି ଲୋସାର ପର୍ବ। ଏ ଲୋସାର ପର୍ବରେ ସମସ୍ତେ କେଡ଼େ ଖୁସିରେ ଏବଂ ବିଭିନ୍ନ ରଙ୍ଗର ପୋଷାକରେ ପିନ୍ଧି ନାଚ କରୁଛନ୍ତି। ବାକି ସବୁ ଲୋକ ଦେଖୁଛନ୍ତି ଏବଂ ଖୁସିରେ ତାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଏବଂ ମଜା ମଧ୍ୟ ନେଉଛନ୍ତି। ଦ୍ୱିତୀୟ ପର୍ବଟି ହେଲା ହେମିସ୍ ପର୍ବ। ଏ ହେମିସ୍ ପର୍ବରେ ମଧ୍ୟ ସେଇଭଳି ସମସ୍ତେ ମିଳିମିଶି ଏକଜୁଟ ହେଇ ଗୋଲାକାର ଭାବରେ ନାଚ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ମୁକୁଟ ବା ମାସ୍କ ପିନ୍ଧିକି ମଧ୍ୟ ବ୍ୟବହାର କରୁଛନ୍ତି ସେଇ ନାଚରେ। ପିଲେ ଦେଖିଲ, ବର୍ତ୍ତମାନ ତାହେଲେ ଆମେ ଆଜି କଣ ଶିଖିଲେ? ଆଜି ଯାହା ପଢା ହେଲା, ହଁ, ଆଜି ଆମେ ପ୍ରଥମେ ଦେଖିଲେ ଶୀତଳ ମରୁଭୂମି କଣ, ଶୀତଳ ମରୁଭୂମିର ଅବସ୍ଥିତି, ଗଠନ, ଜଳବାୟୁ, ଜୀବଜନ୍ତୁ, ପାଙ୍ଗୋକ୍ସୋ ହ୍ରଦ, ତାର ଗଠନ, ତାର ଅବସ୍ଥିତି, ଚନ୍ଦ୍ରଭୂମି, ଲାଦାଖ ଅଞ୍ଚଳର ଅଧିବାସୀ ମାନଙ୍କର ଜୀବନ ଜୀବିକା, ଆଉ କଣ ଲାଦାଖର ଅଧିବାସୀ ଓ ତାଙ୍କର ପର୍ବପର୍ବାଣୀ ସମ୍ପର୍କରେ ଆମେ ଆଲୋଚନା କଲେ। ଆଜି ଆମେ କେତେ ବୁଝିଲେ, ଚାଲ ଟିକେ ମନେ ପକାଇଦବା। କହିପାରିବ କି ଭାରତରେ ଥିବା ଶୀତଳ ମରୁଭୂମିର ନାମ କଣ? ହଁ, ଲାଦାଖ। ତାହେଲେ ଲାଦାଖରେ ପାଳନ କରାଯାଉଥିବା ଦୁଇଟି ପର୍ବର ନାଁ ତୁମର ମନେ ଅଛି କି? ଲୋସାର ଏବଂ ହେମିସ୍। ଅତି ସୁନ୍ଦର। ପାଙ୍ଗୋକ୍ସୋ ହ୍ରଦରେ ପାଣିର ସ୍ୱାଦ କଣ? ମିଠା ନା ଖଟା? ନାଇଁ, ଲୁଣିଆ। ହଁ, ଭାରତୀୟ ଭୂଖଣ୍ଡ ଓ ୟୁରେସିଆ ସହ ଧକ୍କା ହୋଇ କଣ ସୃଷ୍ଟି ହୋଇଛି, ମନେ ଅଛି କି ତୁମର? ହଁ, ହିମାଳୟ ପର୍ବତମାଳା। ପିଲେ, ତାହେଲେ ଆଜି ଆମେ ଜାଣିଲେ ଭାରତର ଶୀତଳ ମରୁଭୂମି, ଯାହାକୁ ଆମେ ଲାଦାଖ କହୁ, ଲାଦାଖର ଗଠନ, ଅବସ୍ଥିତି, ତାହାର ଜଳବାୟୁ ଏବଂ ସେଠାରେ ରହୁଥିବା ଜୀବଜନ୍ତୁ ଏବଂ ଅଧିବାସୀ ମାନଙ୍କର ଜୀବନ ଜୀବିକା ଓ ପର୍ବପର୍ବାଣୀ ସମ୍ପର୍କରେ ଆମେ ସମ୍ୟକ ଜ୍ଞାନ ଆହରଣ କଲେ। ଏଇଭଳି ଭାରତର ଅନ୍ୟ ସମସ୍ତ ଭୂମିରୂପ ବିଷୟରେ ତୁମେ ସମସ୍ତେ ଜାଣିବା ଦରକାର। ଜାଣିଲେ ହିଁ ଆମ ଭାରତର ଅନନ୍ୟତା ଏବଂ ବୈଷମତା ବିଷୟରେ ତୁମେ ଜ୍ଞାନ ଅର୍ଜନ କରିପାରିବ ଏବଂ ତାହାକୁ ଦ୍ୱାରା ତୁମର ଜ୍ଞାନ ସୁଦୃଢ଼ ହେଇପାରିବ। ପିଲେମାନେ, ଆଜି ପାଇଁ ଏତିକି, କିନ୍ତୁ ତୁମେ ସବୁବେଳେ ସୁସ୍ଥରେ ରୁହ, ସୁଖରେ ରୁହ, ନିଜ ମା ଏବଂ ମାଟି ମାର ସମ୍ମାନ ଓ ସୁରକ୍ଷାରେ ସବୁବେଳେ ଲୀନ ରହିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।